ବର୍ତ୍ତମାନ ଦେଖନ୍ତୁ ସୁଭଦ୍ରା ଯୋଜନାକୁ ନେଇ ଆଉ ଗୋଟିଏ ବହୁତ ବଡ଼ ଅପଡେଟ୍ ଆସିଯାଇଛି। ଦେଖନ୍ତୁ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ସୁଭଦ୍ରା ଯୋଜନାର ଟେଷ୍ଟିଂ ଟଙ୍କା ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିସାରିଛି। ୟାର ଭିତରେ କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିନାହିଁ, ଯାହାକି ସେମାନେ ପ୍ରଥମେ ଆବେଦନ କରିଥିଲେ ମଧ୍ୟ ତାଙ୍କରି ଆକାଉଣ୍ଟକୁ ଏହି ଟେଷ୍ଟିଂ ଟଙ୍କା ଆସିନାହିଁ। ସେଥିପାଇଁ ସେହି ହିତାଧିକାରୀଙ୍କ ମନରେ ଯାହାକି ଦ୍ୱନ୍ଦ୍ୱ ରହିଯାଇଛି। ସେମାନେ ସେପ୍ଟେମ୍ବର 17 ତାରିଖରେ ଯେଉଁ ସରକାରଙ୍କ ତରଫରୁ 5,000 ଟଙ୍କା ଟ୍ରାନ୍ସଫର କରାଯିବ, ସେହି 5,000 ଟଙ୍କା ସେମାନେ ପାଇପାରିବେ କି ନାହିଁ। ଏହା ସହିତ ଯେଉଁମାନେ ସେପ୍ଟେମ୍ବର 17 ତାରିଖ ପରେ ଆବେଦନ କରିବେ, ସେମାନେ ଯାହାକି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇପାରିବେ କି ନାହିଁ। ଯଦି ସେମାନେ ଟଙ୍କା ପାଇବେ, କେବେ ପାଇବେ, ଏନେଇ ଡିଟେଲ ପ୍ରଭାତୀ ପରିଡ଼ା ଯାହାକି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଗୋଟେ ସୂଚନା ଦେଇଛନ୍ତି, ଯାହାକି ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ପୁରା ଡିଟେଲ ଜାଣିବେ। ଯାହାକି ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଡିଟେଲ ଜଣାଇବି, ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ବର୍ତ୍ତମାନ ଦେଖନ୍ତୁ ସୁଭଦ୍ରା ଯୋଜନାର ଯେଉଁ ଆବେଦନ ପ୍ରକ୍ରିୟା ରହିଛି, ସେହି ଆବେଦନ ପ୍ରକ୍ରିୟା ଏବେ ବି ଚାଲୁ ରହିଛି। ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି, ସେମାନେ ନିକଟତମ CSC ସେଣ୍ଟରକୁ ଯାଇକି ମାଗଣାରେ ଆବେଦନ କରିଦିଅନ୍ତୁ, ଯାହାକି ସେମାନେ ମଧ୍ୟ କମ୍ ଦିନ ଭିତରେ ସରକାରଙ୍କ ତରଫରୁ 5,000 ଟଙ୍କା ପାଇପାରିବେ। ରାଜ୍ୟ ସରକାରଙ୍କର କହିବା ଅନୁସାରେ ଏପର୍ଯ୍ୟନ୍ତ ପାଖାପାଖି 60 ଲକ୍ଷରୁ ଅଧିକ ଲୋକ ଯାହାକି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଛନ୍ତି ଏବଂ ଯେଉଁ ସରକାରଙ୍କ ତରଫରୁ 1 ଟଙ୍କା ଲେଖାଏଁ କ୍ରେଡିଟ୍ କରାଯାଇଛି, ଯାହାଦ୍ୱାରା DBT ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ରାଜ୍ୟ ସରକାରଙ୍କ ତରଫରୁ ଟଙ୍କାଟିଏ ଯେଉଁ କ୍ରେଡିଟ୍ କରାଯାଇଛି, ସେମାନେ ଯାହାକି ସେପ୍ଟେମ୍ବର 17 ତାରିଖରେ ସୁଭଦ୍ରା ଯୋଜନାର ଯେଉଁ 5,000 ଟଙ୍କା ଲେଖାଏଁ ଦିଆଯିବ, ସେହି 5,000 ଟଙ୍କା ସେମାନେ ହିଁ ପାଇପାରିବେ। ଏହା ସହିତ ଯେଉଁମାନେ ସେପ୍ଟେମ୍ବର 15 ତାରିଖ ଆଗରୁ ଆବେଦନ କରିସାରିଛନ୍ତି କିନ୍ତୁ ତାଙ୍କରି ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଯେଉଁ ଏଇ ଆପଣଙ୍କର ଟେଷ୍ଟିଂ ଟଙ୍କା, ଯାହାକି 1 ଟଙ୍କା ଲେଖାଏଁ ଯେଉଁ ଟେଷ୍ଟିଂ କରାଯାଇଛି, ତାଙ୍କ ଆକାଉଣ୍ଟକୁ ଏଯାଏଁ ଆସିନି। ତା'ର କାରଣ କ'ଣ ରହିଛି ଏବଂ ସେମାନେ ଏହି ଟଙ୍କା ପାଇବାକୁ ହେଲେ କ'ଣ କରିବାକୁ ପଡ଼ିବ, ଯାହାକି ଆପଣଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବି। ଏହା ସହିତ ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଟେଷ୍ଟିଂ ଟଙ୍କା ଆସିନାହିଁ, ତାକୁ ନେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କ'ଣ କହିଛନ୍ତି ଦେଖନ୍ତୁ। 17ର କିସ୍ତି ଲଗାତାର ଭାବେ ଲୋକଙ୍କ ପାଖେ ପହଞ୍ଚୁଥିବ, ତା ପାଇଁ ପାନିକ୍ କରିବାର କିଛି ନାହିଁ, ଡରିବାର କିଛି ନାହିଁ, ମୋତେ କାହିଁ ଆସିଲାନି ଚିନ୍ତା କରିବାର ନାହିଁ। ସବୁ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଦିଆଯିବ। ଯାହା ଆକାଉଣ୍ଟକୁ ବି ଚେକ୍ ହେଉଛି, ଯଦି କାହା ଆକାଉଣ୍ଟରେ ନ ଯାଇପାରୁଛି ତା ପାଇଁ ବି ବ୍ୟସ୍ତ ହେବାର ନାହିଁ। 17 ପରେ ପୁଣି ଥରେ ଆରମ୍ଭ ହେବ। ତେବେ ଆପଣମାନେ ମନ୍ତ୍ରୀଙ୍କ ଏହି ଭିଡ଼ିଓ ଦେଖିକି ଜାଣିପାରିଥିବେ ଯେ କେଉଁମାନେ ସେପ୍ଟେମ୍ବର 17 ତାରିଖରେ ଟଙ୍କା ପାଇବେ ଏବଂ କେଉଁମାନେ ଟଙ୍କା ପାଇବେ ନାହିଁ। ମନ୍ତ୍ରୀଙ୍କ କହିବା ଅନୁସାରେ ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଲେଖାଏଁ ଯାହାକି ଟେଷ୍ଟିଂ ଟଙ୍କା ଯେଉଁ କୁହାଯାଉଛି, ସେହି ଟେଷ୍ଟିଂ ଟଙ୍କା ଟ୍ରାନ୍ସଫର କରାଯାଇଛି, ସେହି ହିତାଧିକାରୀଙ୍କର DBT ଅର୍ଥାତ୍ ତାଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ରହିଛି, ସେହି ବ୍ୟାଙ୍କ ଆକାଉଣ୍ଟ ଠିକ୍ଠାକ୍ ରହିଛି। ସେମାନେ ହିଁ ସେପ୍ଟେମ୍ବର 17 ତାରିଖରେ ସୁଭଦ୍ରା ଯୋଜନାର ଯେଉଁ ପ୍ରଥମ କିସ୍ତି ଦିଆଯିବ, ସେହି ପ୍ରଥମ କିସ୍ତିରେ ସେମାନେ ଟଙ୍କା ପାଇପାରିବେ। ଏହା ସହିତ ଦେଖନ୍ତୁ ସେପ୍ଟେମ୍ବର 17 ତାରିଖ ପରେ ଯେଉଁମାନେ ଆବେଦନ କରିବେ, ସେମାନଙ୍କ ମଧ୍ୟ ଯାହାକି ସବୁକିଛି ଭେରିଫାଏ ହୋଇଗଲା ପରେ ମେନଲି ସେମାନଙ୍କର ଯେଉଁ EKYC ପ୍ରୋସେସ୍ ରହିଛି, EKYC ପ୍ରୋସେସ୍ ଭେରିଫାଏ ହୋଇଗଲା ପରେ ସେମାନେ ଯାହାକି ଟଙ୍କା ପାଇପାରିବେ। ୟାର ଭିତରେ ବହୁତ ସାରା ଭ୍ୟୁଅର୍ ଭାଇମାନେ କମେଣ୍ଟ କରୁଛନ୍ତି ଯେ ସେପ୍ଟେମ୍ବର 17 ତାରିଖରେ ଯେଉଁମାନେ ଆବେଦନ କରିବେ, ସେହି ଆବେଦନ କଲା ପରେ ସେମାନଙ୍କୁ ଯାହାକି ସୁଭଦ୍ରା ଯୋଜନାର ଯେଉଁ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ରହିଛି, ଫାର୍ଷ୍ଟ ଇନଷ୍ଟଲମେଣ୍ଟ ସେମାନଙ୍କୁ ମିଳିବ କି ନାହିଁ। ଦେଖନ୍ତୁ ଯେଉଁମାନେ ସେପ୍ଟେମ୍ବର 15 ତାରିଖ ଆଗରୁ ଆବେଦନ କରିଥାନ୍ତୁ କିମ୍ବା ସେପ୍ଟେମ୍ବର 17 ତାରିଖ ପରେ ଆବେଦନ କରିଥାନ୍ତୁ, ଯେଉଁମାନଙ୍କୁ ସରକାରଙ୍କ ତରଫରୁ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ମିଳିନଥିବ, ସେମାନଙ୍କର ସବୁକିଛି ଠିକ୍ଠାକ୍ ହୋଇଗଲା ପରେ ଯାହାକି ଆପଣଙ୍କର ସୁଭଦ୍ରା ଯୋଜନାର ଯେଉଁ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ରହିଛି, ସେହି ଫାର୍ଷ୍ଟ ଇନଷ୍ଟଲମେଣ୍ଟଟି ଆପଣଙ୍କ ଆକାଉଣ୍ଟକୁ ସରକାରଙ୍କ ତରଫରୁ ଯାହାକି DBT ମାଧ୍ୟମରେ ଟ୍ରାନ୍ସଫର କରାଯିବ, ଯାହାକି ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡ଼ିବନି। ରାଜ୍ୟ ସରକାର ଆପଣଙ୍କ ଆକାଉଣ୍ଟକୁ ଡାଇରେକ୍ଟ DBT ମାଧ୍ୟମରେ ଏହି ଟଙ୍କାଟି ଟ୍ରାନ୍ସଫର କରିବେ। ଏହି ନେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଯାହା ବି ଆପଣମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ସେହି ପ୍ରତିଶ୍ରୁତି ନିଶ୍ଚୟ ପାଳନ କରିବେ ଏବଂ ସୁଭଦ୍ରା ଯୋଜନାର ଯେଉଁମାନେ ବି ଯୋଗ୍ୟ ହିତାଧିକାରୀ ଅଛନ୍ତି, ସେମାନଙ୍କ ଆକାଉଣ୍ଟକୁ ଯାହାକି ସୁଭଦ୍ରା ଯୋଜନାର ସବୁ ଟଙ୍କା ଟ୍ରାନ୍ସଫର କରାଯିବ। କେବଳ ଆପଣଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ରହିଛି, ସେହି ବ୍ୟାଙ୍କ ଆକାଉଣ୍ଟରେ DBT ଆକ୍ଟିଭ୍ ହୋଇଥିବା କଥା। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯଦି
ডিবিটি एक्टिव नथिबो आपमने सुभद्रा योजनार टंका पाई परिबे नाही। देखंतु यार भितर आउ गोटे क्वेश्चन रही जो मैंने सुभद्रा योजना पाई आवेदन करचंती एवं तांकर जो एप्लिकेशन रही से एप्लिकेशन टी जदि एबे भी पेंडिंग शो करछि सेमानकु कोन करबाक पड़िबो। आपमने समस्ते जानिचंती जे राज्य सरकार तरफ सुभद्रा योजनार जो वेबसाइट रही से वेबसाइट को मझिरे मझिरे जहाँकि परिवर्तन करा जाउथिला। आगुरु जहाँकि ई केआसी माध्यम आवेदन करि होतिला एवं मझिरे कोन करागला कि बिना आपणकर ई केआसी रे आवेदन मध्य करागला। सेथिपाई किछि हिताधिकारी अकाउंट को जो राज्य सरकार तरफ जो टंकाटीए टेस्टिंग पाई ट्रांसफर कर जायछि से टंकाटीए आसी नाही किंतु केतेक लोकंक अकाउंट को एई टंकाटी आसी जायछि। देखंतु समस्तंक अकाउंट को टंका आसीबो किंतु देखंतु आपणकर जो एई प्रक्रिया रहिछि से प्रक्रिया को जहाँकि आपने जेहेतु खाली डॉक्यूमेंट अपलोड कर देके ये आवेदन कर देइचंते जहाँकि से डॉक्यूमेंट को पूरा वेरिफिकेशन करबा को पड़िबो। एबे जहाँकि सरकार पाखरे कम समय रही जो माने ऑनलाइन माध्यम रे आपनकर ई केआसी कर देइचंते सेमाने जहाँकि प्रथम इंस्टॉलमेंट पाई परिबे। तापरे आपनकर जो डॉक्यूमेंट खाली आपन जो आवेदन कर देइचंते आपनकर मध्य किछि दिन भितरे ई केआसी वेरीफाई हे जिवो। वेरीफाई हे गला परे आपने मध्य टंका पाई परिबे। सेतिपाई आपमने व्यस्त होंतुनी काहेकि ना ए जो सुभद्रा योजना रही ए सुभद्रा योजना कंटिन्यू प्रोसेस रही जहाँकि आपमने आवेदन करुथिबे नुआ नुआ हिताधिकारी माने आवेदन करुथिबे एवं आवेदन कला परे तांकर वेरीफाई हे जिवो। वेरीफाई हे गला परे तांको अकाउंट को राज्य सरकार जाके सुभद्रा योजनार टंका ट्रांसफर कर देबे। खाली आपनकर जो डॉक्यूमेंट रही से डॉक्यूमेंट सबू ठीक ठाक थिबा कथा। मेनली आपनकर जो डीबीटी एक्टिव कहा जाउची आपनकर जो बैंक अकाउंट रही बैंक अकाउंट रे आपनकर आधार कार्ड एक्टिव होइतिबा कथा जहाँकि आपनकर डीबीटी एनेबल होइतिबा कथा। जो मानकर डीबीटी एनेबल होइतिबो सेमाने जहाँकि बिंदास रे सुभद्रा योजनार टंका पाई परिबे। ठीक अछि एथिला सुभद्रा योजना को नहीं बहुत बड़ गोटे अपडेट। आपमनको वीडियो केमती लागिला कमेंट बॉक्स रे निश्चय गोटे कमेंट करंतु एवं सुभद्रा योजना को नहीं आहुरी नुआ नुआ अपडेट आपने देखा चाहते आपण ये चैनल टी को रेगुलर देखुतांतु। या सहित देखंतु सुभद्रा योजना को नहीं आहुरी बहुत किसी जानवा चाहते आमर टेलीग्राम चैनल रही से टेलीग्राम चैनल रे आपने जॉइन हो जातु जहाँकि से टेलीग्राम चैनल रे बहुत सारा योजनार अपडेट आगु पोस्ट कर आपणकर यही वीडियो हेबा आगु जहाँकि से टेलीग्राम चैनल रे बहुत सारा इनफॉरमेशन दिया जाउची। या सहित आपणक मनरे जहाँ भी क्वेश्चन रही से टेलीग्राम चैनल माध्यम रे पर्सनल मेसेज मध्य करि परिबे जहाँकि आपणकर जहाँ भी क्वेश्चन थिबो से क्वेश्चन समाधान करबा पई आमे चेष्टा करिवो। सेतिपई मेन रही आपणकर टेलीग्राम चैनल रे आपने जॉइन हो जातु। या सहित देखंतु आपमनको वीडियो जदि भल लागे कमेंट बॉक्स रे निश्चय गोटे कमेंट करंतु। या सहित आपमने जदि ए जाय वीडियो को गोटे लाइक करनांती वीडियो को गोटे लाइक कर दियंतु